ଆଜି ମୁଁ ଶୁଣିବାକୁ ଯାଉଛି ଗୋଟେ ରାଜାଙ୍କର ପୁଅର କାହାଣୀ। ଏକଦା ଗୋଟେ ରାଜ୍ୟରେ ତାଙ୍କର ରାଜାଙ୍କର ପୁଅଟିର ବୟସ ଯେଉଁ ଯେଉଁ ବଢ଼ିବାକୁ ଯାଉଛି, ତାର ମୃତ୍ୟୁ ସେଉଁ ସେଉଁ ପାଖେଇ ଆସୁଛି। ତେଣୁକରି ରାଜା ତାକୁ ଗୋଟେ ରାଜକୁମାରୀ ସହିତ ବିବାହ କରିଦେଲେ। ରାଜା ଜ୍ୟୋତିଷଙ୍କୁ ଡାକିକି ଯେତେବେଳେ ପଚାରନ୍ତି, ୟାର ଆୟୁ କେତେ ଦିନ କ'ଣ ଅଛି ବୋଲି, ନା ଆକୁ ଯେତେବେଳେ 18 ବର୍ଷ ପୂରିଯିବ ସେ ନିଶ୍ଚିନ୍ତ ମରିଯିବ। ତେଣୁକରି ରାଜା ବହୁତ ଚିନ୍ତିତ ହୋଇପଡ଼ିଲେ। ତାକୁ କେମିତି ମୃତ୍ୟୁ ମୁଖରୁ ବଞ୍ଚେଇବେ, ସେହା ବହୁତ ଚେଷ୍ଟା କରି ରହିଲେ। ଆଉ ଦିନେ ସେ କ'ଣ କଲେ, ତାଙ୍କର ମନ୍ତ୍ରୀଙ୍କର କିଛି ଉପଦେଶ ଆଉ ତାଙ୍କର ରାଜଗୁରୁ ଯିଏ ଅଛନ୍ତି ତାଙ୍କର ଉପଦେଶ ଶୁଣି ତାଙ୍କୁ 7 ତଳ ସମୁଦ୍ର ପାଣି ତଳେ ଗୋଟେ ଘରଟେ ବନାଗଲା। ସେଥିରେ ଏଇ ରାଜା ପୁଅ ଆଉ ସେ ରାଜକୁମାରୀଙ୍କୁ ତାର ମରିବାର 5 ଦିନ ରହିବା ପାଇଁ ସେ ଘରେ ବ୍ୟବସ୍ଥା କରାଗଲା। ଆଉ ସମୁଦ୍ର ଭିତରେ ଗୋଟେ ରାଜମହଲଟେ ତୋଳାଗଲା। ସେ ରାଜମହଲରେ ଏଇ ରାଜକୁମାରୀ ଆଉ ରାଜକୁମାର ରହିବା ପାଇଁ ବନ୍ଦୋବସ୍ତ ହୋଇଗଲା। ସେ ମଧ୍ୟ ରହିଲେ। ଥରେ ରାଜକୁମାର ଶିକାର କରିବାର କଥା ରାଜକୁମାରୀଙ୍କୁ କହୁଥାନ୍ତି। କହିଲେ, ଦେଖ, ତମେ ସିଂହ ଦେଖିଛ? ନା, ମୁଁ ସିଂହ କେବେ ଦେଖି ନାହିଁ। ଦେଖ, ମୁଁ ଆଜି କାନ୍ଥରେ ଗୋଟେ ସିଂହଟେ ଆଙ୍କିଲେ। ତା ମୁଣ୍ଡର ଛବି ଆଙ୍କିଦେଲେ। ତାକୁ ପରିପୂର୍ଣ୍ଣ ପୁରା କରିଦେଲେ। କାନ, ଚୁଟି, ଆଖି, ନାକ, ପାଟି ସବୁ କରିଦେଲେ। କହିଲେ, ସିଂହଟା କାହିଁକି ଅଧୁରା ଅଧୁରା ଲାଗୁଛି? କ'ଣ ତା ଭିତରେ କମି ରହିଯାଇଛି? ଦେଖ ତ ଟିକେ। ନା, ତାର ଆଖି ଦୁଇଟିରେ ମାନେ ଟିକେ ଡଟ୍ ଚିହ୍ନ ଦିଅନ୍ତୁ, ଯେମିତି ଗୋଟେ ସିଂହଟେ ଜିଇଲା ଭଳିଆ ଦେଖାଯିବ। ସେପରି ଯେତେବେଳେ ତାର ଆଖି ତିଆରି କଲେ, ମୃତ୍ୟୁକୁ ଯେକୌଣସି ବାଟରେ ବି ଆସିବ ମୃତ୍ୟୁ। ଆଖି ଯେତେବେଳେ ତିଆରି କରିଛନ୍ତି, ହେ କାନ୍ଥ ଭିତରୁ ସିଂହଟି ମାଡ଼ି ଆସିଲା ରାଜା ପୁଅ ଉପରକୁ। ମୃତ୍ୟୁ ଯେକୌଣସି ଯୋଉଠି ବି ଥାଅ, ତମର ଆୟୁଷ ନିଶ୍ଚିନ୍ତ ପୂରିଛି ମାନେ ଯମ ନିଶ୍ଚିନ୍ତ ନବ। ଆଉ ସେଥିପାଇଁ ରାଜକୁମାରଙ୍କୁ ସିଂହଟି ଆକ୍ରମଣ କଲା। କାନ୍ଥରୁ ବାହାରି ଆସି ତାକୁ ମାରିଦେଲା।